ପ୍ରାଚ୍ୟ ସାହିତ୍ୟ ରସ ରସର ପ୍ରଥମେ ଉପଲବ୍ଧି କରିଥିଲେ ଭରତମୁନି ପ୍ରଥମ ଶତାବ୍ଦୀରେ। ରସ ସମ୍ପ୍ରଦାୟର ପ୍ରବର୍ତ୍ତକ ହେଉଛନ୍ତି ଭରତମୁନି। ନାନ୍ଦିକେଶ୍ୱରଙ୍କର ପୂର୍ଣ୍ଣାଙ୍ଗ କୃତି ଲୋକଲୋଚନକୁ ନ ଆସିଥିବାରୁ ଭରତମୁନିଙ୍କୁ ହିଁ ପ୍ରଥମ ପ୍ରବର୍ତ୍ତକ ଭାବରେ ପରିଗଣନା କରାଯାଏ ଏବଂ ଏହି ରସ ସମ୍ପ୍ରଦାୟର ସର୍ବୋତ୍ତମ ପ୍ରବକ୍ତା ହେଉଛନ୍ତି ବିଶ୍ୱନାଥ କବିରାଜ। ଭରତମୁନି 8ଗୋଟି ରସର ପରିକଳ୍ପନା କରିଥିଲା ବେଳେ ଆଚାର୍ଯ୍ୟ ମମ୍ମଟ ସେଥିରେ ଶାନ୍ତ ରସର ସଂଯୋଗ କରି ନବରସର କଳ୍ପନା କଲେ। ପୁନଶ୍ଚ ବିଶ୍ୱନାଥ କବିରାଜ ପୁନଶ୍ଚ ଅନ୍ୟ ଏକ ରସ ବାତ୍ସଲ୍ୟ ରସର ପ୍ରୟୋଗ କରି 10 ରସର କଳ୍ପନା କଲେ ଏବଂ ପରବର୍ତ୍ତୀ ପର୍ଯ୍ୟାୟକ୍ରମେ ରୂପ ଗୋସ୍ୱାମୀ ନାମକ ଜଣେ ସାଧୁ ସେଥିରେ ଭକ୍ତି ରସ ସଂଯୋଗ କରି 11ଗୋଟି ରସର ପରିକଳ୍ପନା କରିଛନ୍ତି। ଯେତେବେଳେ ବିଭାବ ଅନୁଭାବ ଓ ବ୍ୟାଭିଚାର ଭାବ ସଂଯୋଗ ହୁଏ ସେତେବେଳେ ରସର ସୃଷ୍ଟି ହୋଇଥାଏ। ପ୍ରତ୍ୟେକ ସ୍ଥାୟୀ ଭାବରୁ ଗୋଟିଏ ଗୋଟିଏ ରସର ସୃଷ୍ଟି ହୋଇଥାଏ, ଅର୍ଥାତ୍ ସ୍ଥାୟୀ ଭାବରୁ ହିଁ ରସର ସୃଷ୍ଟି। ସ୍ଥାୟୀ ଭାବ 9ଗୋଟି ଏବଂ ରସ ମଧ୍ୟ 9ଗୋଟି। ରତି ସ୍ଥାୟୀ ଭାବରୁ ସୃଷ୍ଟି ହୋଇଥାଏ ଶୃଙ୍ଗାର, ହାସରୁ ସୃଷ୍ଟି ହୋଇଥାଏ ହାସ୍ୟ, ଶୋକରୁ ସୃଷ୍ଟି ହୁଏ କରୁଣ, କ୍ରୋଧରୁ ରୌଦ୍ର, ଭୟରୁ ଭୟାନକ, ଜୁଗୁପ୍ସାରୁ ବୀଭତ୍ସ, ଉତ୍ସାହରୁ ବୀର, ବିସ୍ମୟରୁ ଅଦ୍ଭୁତ, ଶାନ୍ତରୁ ଶାନ୍ତ ରସ ହିଁ ଉତ୍ପତ୍ତି ହୋଇଥାଏ। ରସ ମୁଖ୍ୟତଃ କାବ୍ୟର ଆସ୍ୱାଦନ ସୃଷ୍ଟି କରିଥାଏ, ତେଣୁ ରସକୁ କୁହାଯାଏ କାବ୍ୟାସ୍ୱାଦନ। ସ୍ଥାୟୀ ଭାବକୁ ସେହିଭଳି ଭାବରେ ଆସ୍ୱାଦାଙ୍କୁର କନ୍ଦ ବୋଲି କୁହାଯାଇଥାଏ। ପ୍ରତ୍ୟେକ ଗୋଟିଏ ଗୋଟିଏ ରସ ଗୋଟିଏ ଗୋଟିଏ ସ୍ଥାୟୀ ଭାବର ଦୃଶ୍ୟ ଭାବରେ ପରିଗଣିତ ହୋଇଥାଏ। ପ୍ରତ୍ୟେକ ସ୍ଥାୟୀ ଭାବରେ ଗୋଟିଏ ଗୋଟିଏ ରସର ସୃଷ୍ଟି ହୋଇଥାଏ। ବିଭାବ ସ୍ଥାୟୀ ଭାବର ଉଦ୍ବୋଧକକୁ କାବ୍ୟ ନାଟକ ଆଦିରେ ବିଭାବ ବୋଲି କୁହାଯାଇଥାଏ। ଆଲମ୍ବନ ବିଭାବ ଓ ଉଦ୍ଦୀପନ ବିଭାବ ଏହିପରି 2ଗୋଟି ଭାବରେ ବିଭାବକୁ ବିଭାଗୀକରଣ କରାଯାଇଛି। ଆଳମ୍ବନ ବିଭାବ ଯେତେବେଳେ ନାୟକ ଓ ନାୟିକାଙ୍କର ଅବଲମ୍ବନରେ ରସର ଉଦ୍ଗମ ହୋଇଥାଏ ସେତେବେଳେ ଆଳମ୍ବନ ବିଭାବ ହୋଇଥାଏ। ଉଦାହରଣ ସ୍ୱରୂପ ରାମଶଙ୍କର ରାୟଙ୍କର ପୁରୁଷୋତ୍ତମ ଏବଂ ପଦ୍ମାବତୀ ଏହି 2ଟି ଚରିତ୍ର ଯାହାକି କାଞ୍ଚି କାବେରୀ ନାଟକରେ ସେ ଏହାକୁ ଉପସ୍ଥାପନ କରିଛନ୍ତି। ଏହି ନାୟକ ଓ ନାୟିକା ହେଉଛନ୍ତି ବିଭାବର ଆଲମ୍ବନ ବିଭାବର ଉଦାହରଣ। ସେହିପରି ଭାବରେ ଗଙ୍ଗାଧର ମେହେରଙ୍କର ଦୁଷ୍ମନ୍ତ ଓ ଶକୁନ୍ତଳା ଆଳମ୍ବନ ବିଭାବର ଉଦାହରଣ। ଉଦ୍ଦୀପନ ବିଭାବ ନାୟକ ଓ ନାୟିକାଙ୍କର ରସକୁ ଉଦ୍ଦୀପନ କରିବାରେ ସହାୟକ ବସ୍ତୁକୁ କୁହାଯାଇଥାଏ ଉଦ୍ଦୀପନ ବିଭାବ। ବସନ୍ତ ଋତୁ, ଜ୍ୟୋତ୍ସ୍ନାସ୍ନାତ ରଜନୀ, ପୁଷ୍ପ ଉଦ୍ୟାନ ଏସବୁ ଗୁଡ଼ିକୁ କୁହାଯାଏ ଉଦ୍ଦୀପନ ବିଭାବ, ଯାହା ଏ ନାୟକ ଓ ନାୟିକାଙ୍କ ରସକୁ ଉଦ୍ଦୀପନ କରିବାରେ ସାହାଯ୍ୟ କରିଥାଏ। ଅନୁଭାବ ଆଳମ୍ବନ ଓ ଉଦ୍ଦୀପନ ବିଭାବ ଦ୍ୱାରା ଯେଉଁ କଟାକ୍ଷ, ରୋମାଞ୍ଚ, ସିଂହରଣ ଆଦି ସବୁ କ୍ରିୟାଗୁଡ଼ିକ ଜାତ ହୋଇଥାଏ ତାହାକୁ କୁହାଯାଏ ଅନୁଭାବ। ସାତ୍ତ୍ୱିକ ଅନୁଭାବ ଭାବରେ ଗୋଟିଏ ଅନୁଭାବ ଅଛି, ତାହା ମୁଖ୍ୟତଃ 8ଗୋଟି ଅଟେ। ସେଗୁଡ଼ିକ ହେଲା ସ୍ତମ୍ଭ, ସ୍ୱେଦ, ରୋମାଞ୍ଚ, ସ୍ୱରଭଙ୍ଗ, ବେପଥୁ, ବିବର୍ଣ୍ଣତା, ଅଶ୍ରୁ, ପ୍ରଳୟ। ବ୍ୟାଭିଚାର ବିଭାବ ବିଭାବ ଓ ଅନୁଭାବ ଅପେକ୍ଷା ଯେଉଁ ସବୁ ଭାବ ରସ ଆଡ଼କୁ ପ୍ରଧାବିତ ହୋଇଥାଏ ଏବଂ କ୍ଷଣକୁ ବିଳୀନ ହୋଇଯାଇଥାଏ ସେଗୁଡ଼ିକୁ କୁହାଯାଏ ବ୍ୟାଭିଚାର ଭାବ ବା ସଞ୍ଚାରୀ ଭାବ। ସମଗ୍ର ରସରେ 33ଗୋଟି ବ୍ୟାଭିଚାର ଭାବ ରହିଅଛି। ଶୃଙ୍ଗାର ଭାବ ଦ୍ୱାରା ଯେତେବେଳେ ଯଦି ଚିତ୍ତ ଦ୍ରବୀଭୂତ ହୋଇଯିବ ସେତେବେଳେ ହର୍ଷ, ପୁଳକ, କ୍ରୀଡ଼ା ସବୁ ଜାତ ହେବ ଏବଂ ଏହି 33ଗୋଟି ବ୍ୟାଭିଚାର ଭାବ ବା ସଞ୍ଚାରୀ ଭାବ ଗୁଡ଼ିକ ହେଲା ନିର୍ବେଦ, ଆବେଗ, ଦୈନ, ଜଡ଼ତା, ଉଗ୍ରତା, ଶ୍ରମ, ମଦ, ମୋହ, ବିବୋଧ, ଅପସ୍କାର, ସ୍ୱପ୍ନ, ଗର୍ବ, ମରଣ, ଆଳସ୍ୟ, ଅମର୍ଷ, ନିଦ୍ରା, ଅବହିତତା, କ୍ରାମ, ଲଜ୍ଜା, ହର୍ଷ, ଐଚ୍ଛୁକ, ଉନ୍ମାଦ, ଶଙ୍କା, ସ୍ମୃତି, ମତି, ବ୍ୟାଧି, ଅସୂୟା, ବିଷାଦ, ଧୃତି, ଚପଳା, ଗ୍ଳାନି, ଚିନ୍ତା ଓ ବିତର୍କ। ସ୍ଥାୟୀ ଭାବରେ ଏହାର ଆବିର୍ଭାବ ଓ ବିଳନ ଘଟେ, କିନ୍ତୁ ମନ ମଧ୍ୟରେ ଏହାର କୌଣସି ଅବସ୍ଥାନ ନାହିଁ। ରସ ନିଷ୍ପତ୍ତିର ମତବାଦ ଉତ୍ପତ୍ତିବାଦ
उत्पत्तिवादर प्रवर्तक होइछन्ति भट्टलल्लोट। से काव्य नाटक मानंकरे मूल चरित्र को ही रसर उत्पत्ति स्थल भाव में परिकल्पना करथिले। अनुमतिवाद अनुमतिवादर प्रवर्तक होइछन्ति न्यायिक श्री शंकुक। अनुमान प्रक्रियारू ही रसर उत्पत्ति होइथाय बोली से कल्पना करथिले एवं से चारिगोटी प्रतीतिर अवतारणा करथिले। सेगुड़िक है सत्य, मिथ्या, संशय, सादृश्य एवं से चित्र, तुरग, न्यायर गोटे उल्लेख करिछन्ते। तांको परे आसे भुक्तिवाद। भट्टनायक होइछन्ते भुक्तिवादर प्रवर्तक। अभिधा सह जेतेबेले भावकत्व और भोजकत्वर संयोग घटे सेतेबेले भुक्तिवाद सृष्टि हुए बोली से कहूथिले। सामाजिक ठारे थिबा स्थायी भाव ही रसानुभूतिर मूल हेतु अटे। भोज्य भोजक संबंध को संयोग अर्थरे से ग्रहण करिछन्ति। से संयोग अर्थ को ग्रहण करथिले भरत मुनि तांकर नाट्यशास्त्र रे। शेषवाद हेउछि अभिव्यक्तिवाद एवं एही वादर प्रवर्तक हेउछन्ति अभिनव गुप्त। से रस को अलौकिक भाव में अवतारणा करथिले एवं से भरत मुनिंकर संयोग शब्दटी को व्यंग और व्यंजक अर्थरे ग्रहण करथिले। न हि रसादृते कश्चित अर्थः प्रवर्तते इति ही यह भरत मुनि कहिसन्ति तांकर नाट्यशास्त्र रे। यार ओडिया रूपांतर हेउछि रस व्यतीत अन्य कौनसी वस्तु आनंददायक होई न पारे। वाक्यम रसात्मकं काव्यम साहित्य दर्पण रे उल्लेख करछन्ति विश्वनाथ कविराज एवं यार ओडिया अनुवाद हेउछि रस ही काव्यर आत्मा। शृंगारी चेत कवि ही काव्य जातं रसमयं जगत सरस्वती कंठाभरण रे उल्लेख अछि जहाँकि भोजराज द्वारा रचित। शृंगारी चेत कवि ही आदर्श रूप से परिकल्पना करा जाए उपेन्द्र भंजन को। से जड़े रीति जुगीय कवि थे। न हि तंथुन्यं काव्यं ध्वन्यालोक वर्णना करछन्ति आनंदवर्धन। यार ओडिया रूपांतर हेउछि रसशून्य कौनसी काव्य नाही। आनंदवर्धन रस शब्द व्यवहार कर नथिले किंतु से एही रस बदल रे आह्लाद शब्दर प्रयोग करथिले। रसात्मकं वाक्यं काव्यम यह रसगंगाधर रे उल्लेख अछि। पंडित राज जगन्नाथ द्वारा रसगंगाधर रचित एवं से रसगंगाधर रे रसात्मकं वाक्यं काव्यम बोले पंडित राज जगन्नाथ कहिसन्ति। यार ओडिया रूपांतर हेउछि रसात्मकं वाक्यं ही काव्य। विभानुभाव संचार भाव संयोगात रस निष्पत्ति नाट्यशास्त्र रे भरत मुनि कहिसन्ति। विभावेन भूभावेनं व्यक्तः संचारिणः तथा रसतामदि इत्यादि स्थायी भाव सचेतातम साहित्य दर्पण रे वर्णना करछन्ति आनंदवर्धन। भट्टनायकंकर एक पुस्तक जहाँ हेउछि हृदय दर्पण। भोजराज श्रृंगार रसर प्राधान्य को से परिकल्पना करथिले किंतु विश्वनाथ कविराज अद्भुत रस को से प्राधान्य दे तांकर काव्य मान रचना करथिले।